ଶ୍ରୋତା ବନ୍ଧୁ କାଳ ଓ କଳାକୁ ପରସ୍ପରର ଅଙ୍ଗୀଭୂତ ସତ୍ତା ମନେ କରୁଥିବା ପୁଣି ସ୍ରଷ୍ଟା ଜୀବନକୁ ଉଭୟ କଳାତ୍ମକ ଦୃଷ୍ଟିକୋଣ ଓ ସମୟର ନିଚ୍ଛକ ବାସ୍ତବତା ପ୍ରଭାବିତ କରେ ବୋଲି ବିଶ୍ୱାସ ରଖୁଥିବା ଆମ ସମୟର ଜଣେ ସଫଳ ଅନୁବାଦିକା ହେଉଛନ୍ତି ସୁସାହିତ୍ୟିକା ଶ୍ରୀମତୀ ସଂଯୁକ୍ତା ନାୟକ। ଶ୍ରୀମତୀ ନାୟକ ଏକାଧାରରେ ଜଣେ ବାସ୍ତବବାଦୀ କବି, ପ୍ରଗତିକାମୀ ଗାଳ୍ପିକା ତଥା ଇଂରାଜୀ ହିନ୍ଦୀ ଭଳି ଭାରତୀୟ ଭାଷାରେ ପାରଦର୍ଶୀ ହେତୁ ମର୍ମାନୁବାଦରେ କୁଶଳୀ ଜଣେ ସଫଳ ଅନୁବାଦିକା। ତାଙ୍କ ମତରେ ଅନୁବାଦକର ଶବ୍ଦ ବସାଣ ତା ଆତ୍ମାରୁ ହୁଏ ଏବଂ ଏହି ଶବ୍ଦ ବସାଣ ତା ଅନୁବାଦ କୌଶଳର ମଞ୍ଜ କଥା। ଶ୍ରୋତାବନ୍ଧୁ ଆସନ୍ତୁ ଶ୍ରୀମତୀ ସଂଯୁକ୍ତା ନାୟକଙ୍କ ଦ୍ୱାରା ଅନୁଦିତ ଏକ ଚମତ୍କାର ଗଳ୍ପକୁ ଶୁଣିବା, ଯାହାର ଶୀର୍ଷକ ହେଉଛି ମୁଁ ନରେନ୍ଦ୍ର ଶୁକ୍ଲାଙ୍କ ଝିଅ ନୁହେଁ। ମୂଳ ହିନ୍ଦୀ ରୁବି ଭୂଷଣ, ଅନୁବାଦ ସଂଯୁକ୍ତା ନାୟକ। ଡାକ୍ତର ବାବୁ, ମୁଁ ବୁଝିପାରୁନି ବାପାଙ୍କର କ'ଣ ହେଇଛି। କିଛିଦିନ ହେଲା କହୁଛନ୍ତି ପେଟ ଦରଜ ରହୁଛି, ସବୁବେଳେ କହନ୍ତି ପେଟରେ ଗ୍ୟାସ୍ ହେଉଛି, ପେଟ ବଥଉଛି। ଗତ କେତେଦିନ ହେଲା ତାଙ୍କ ଖାଇବା ବି କମିଯାଇଛି। ଲୋକେ କହୁଛନ୍ତି 65 ବର୍ଷ ବୟସ ହେଲାଣି, ଏଣିକି ଏମିତି କିଛି ନା କିଛି ସମସ୍ୟା ଲାଗି ରହିବ। ମଝିରେ ମଝିରେ ପେଟ ଦରଜ ହେବ, ପୁଦିନହରା ଦେଇଦିଅ ଠିକ୍ ହେଇଯିବ। କିନ୍ତୁ ଠିକ୍ ହେଉଛି କେଉଁଠି? ଦରଜ ଆଦୌ କମୁନାହିଁ। ଦିନକୁ ଦିନ ସେ ଦୁର୍ବଳ ହେଇଯାଉଛନ୍ତି। ସେଥିପାଇଁ ମୁଁ ଭାବିଲି ଟିକେ ଆପଣଙ୍କୁ ଦେଖେଇ ଦେବା ଦରକାର। କେମିତି ଡାକ୍ତରଙ୍କୁ ନ ଦେଖାନ୍ତି? ଚିକିତ୍ସା ହେଲେ ବାପା ଭଲ ହୋଇଯାଇପାରନ୍ତି, ମୋତେ ବି ଗେହ୍ଲା କରିପାରନ୍ତି। ମୋ ମାଆଙ୍କ ଗର୍ଭରେ ଥିବା ଦିନଠାରୁ ମୁଁ ବାପାଙ୍କୁ ଦେଖି ଆସୁଛି। ସେ ଖୁବ୍ କମ୍ କଥା କୁହନ୍ତି। ଥରଟିଏ ବି ତାଙ୍କ ମୁହଁରେ ମୁଁ ହସ ଦେଖିନାହିଁ। ମାଆଙ୍କୁ ବି କ'ଣ ହସିବାର କେବେ ମୁଁ ଦେଖିଛି? ଘରେ ତ ସବୁବେଳେ ଶୋକାକୁଳ ପରିବେଶ ଲାଗି ରହିଥାଏ। ଯଦି କେବେ ମାଉସୀ, ପିଉସୀ କି ଆଉ କେହି କୁଣିଆ ଆମ ଘରକୁ ଆସୁଥିଲେ, ତାହେଲେ ସେଇ କିଛି ଦିନ ଗହଳ ଚହଳ ଲାଗୁଥିଲା। ମୁଁ ଖୁସିରେ ଉତ୍ଫୁଲ୍ଲ ହୋଇ ଘରସାରା ଏପଟ ସେପଟ ଦୌଡ଼ୁଥିଲି। ମାଆଙ୍କୁ କାମରେ ସାହାଯ୍ୟ କରୁଥିଲି। ଘରର ଅନ୍ୟ ଲୋକମାନେ କିନ୍ତୁ ମୋତେ ଦୂରକୁ ଠେଲି ଦେଉଥିଲେ। ସେତେବେଳେ ମୁଁ ଭାବୁଥିଲି ପିଉସୀଙ୍କ ଝିଅ ଚିତ୍ରା ଦିଦିଙ୍କୁ କୋଳରେ ବସେଇ ସମସ୍ତେ ଯେମିତି ଗେଲ କରନ୍ତି, ମୋତେ ବି କେହି ସେମିତି ଟିକେ ଆଦର କରନ୍ତି କି? ହେଲେ ମୋ ଭାଗ୍ୟରେ ସେସବୁ ଥିଲା ବା କେଉଁଠି? ମୁଁ ଏସବୁ କଥା ଭଲ ଭାବେ ବୁଝି ସାରିଥିଲି, କିନ୍ତୁ କିଛି କହିପାରିବାର କ୍ଷମତା ମୋର ନଥିଲା। ନରେନ୍ଦ୍ର ଶୁକ୍ଲାଙ୍କ ସାଙ୍ଗରେ କିଏ ଆସିଛନ୍ତି? ପାପିଆ ଡାକ୍ତରଖାନା କାଉଣ୍ଟର ପାଖକୁ ଦୌଡ଼ିଗଲା। ଆଜ୍ଞା, ମୁଁ ନରେନ୍ଦ୍ର ଶୁକ୍ଲାଙ୍କ ସାଙ୍ଗରେ ଆସିଛି। କୁହନ୍ତୁ, କାହିଁକି ଡାକିଲେ? ତାଙ୍କର ଆଉ କେତେଟା ଜିନିଷ ପରୀକ୍ଷା କରିବା ବାକି ଅଛି। କାଲି ସକାଳେ ତାଙ୍କୁ ଖାଲି ପେଟରେ ଆଣିବେ। ପାପିଆ କହିଲା, ସକାଳେ ସେ ଯେଉଁ ଔଷଧ ଖାଆନ୍ତି ତାଙ୍କୁ ଖାଇବେ ନା ନାହିଁ? ନା, କିଛି ଔଷଧ ଦେବେ ନାହିଁ। ଆପଣ ଏମିତି କରିବେ, ଖାଲି ପେଟରେ ତାଙ୍କୁ ତାଙ୍କର ସବୁ ପିଛିଲା ରିପୋର୍ଟ ସହ ନେଇ ଆସିବେ। କିଛି ଅସୁବିଧା ନାହିଁ ତ? କେତେ ଗୁଡ଼ାଏ ପରୀକ୍ଷା ଆଉ ଥରେ କରାଯିବ। ତାପରେ ଡାୟାଲିସିସ୍ ହେବ। ତାଙ୍କର ହିମୋଗ୍ଲୋବିନ୍ ବହୁତ କମିଗଲାଣି। ପୁଣି କ୍ରିଏଟିନିନ୍ ଟେଷ୍ଟର ରିପୋର୍ଟ ବି କିଛି ଭଲ ନାହିଁ। ସେଥିପାଇଁ ଆଉ ଥରେ ଟେଷ୍ଟ କରାଯିବ। ନା ନା, ଆଉ କିଛି ଅସୁବିଧା ନାହିଁ, ପାପିଆ କହିଲା। ବାପା ପୁରା ଠିକ୍ ଠାକ୍ ଅଛନ୍ତି। କେତେଥର ବାପା ଘର ଲୋକଙ୍କୁ କହିଛନ୍ତି, ଏ ପିଲାକୁ କୁହ ମୋତେ ସେ ବାପା ବୋଲି ଡାକିବ ନାହିଁ। ମୁଁ ତାକୁ ଭଲ ପାଏ, ତାର କିଛି ବି ଊଣା କରେନା, ହେଲେ ମୋତେ ସେ ବାପା ନ ଡାକୁ। ତା ତୁଣ୍ଡର ବାପା ଡାକ ମୋତେ ଆଦୌ ଭଲ ଲାଗେନା। ପିଲାଦିନୁ ଏଇ କଥା ପାପିଆ ଅନେକ ବାର ଶୁଣିଛି। ତୁ ତାକୁ ଆଉ କ'ଣ ଡାକୁନାହୁଁ? କାହିଁକି ସବୁବେଳେ ବାପା ବାପା ବୋଲି ଡାକ ପକାଉଛୁ? ବାବୁ ନହେଲେ ଆଉ କ'ଣ ସେମିତି ଡାକ। ସବୁବେଳେ ଖାଲି ବାପା ବାପା ରଟୁଛୁ। ତୁ ତ ଜାଣୁ, ତୋ ମୁହଁରୁ ବାପା ଡାକ ତାଙ୍କୁ ଭଲ ଲାଗେନା। ଜେଜେମା ଥିଲାବେଳେ ଗରଗର ହେଉଥିଲା। ପାପିଆଜୀ, ଆପଣ ତାଙ୍କୁ କାଲି ସକାଳେ ନେଇ ଆସିବେ। ନରେନ୍ଦ୍ର ଶୁକ୍ଲା କିଛି କହିଲେ ନାହିଁ।
ମୁଣ୍ଡ ନୁଆଇଁ ପାପିଆ ପଛରେ ଧୀରେ ଧୀରେ ଚାଲିଲେ। ଘରେ ପହଞ୍ଚି ପାପିଆ ସାଙ୍ଗେ ସାଙ୍ଗେ ବାପାଙ୍କ ଗୋଡ଼ ହାତ ଧୋଇଦେଇ ତାଙ୍କୁ ସୋଫା ଉପରେ ବସିବାକୁ କହିଲା। ଡାକ୍ତରଖାନାରୁ ଆସିବା ପରେ ସେ ହାଲିଆ ହୋଇଯାଇଥିଲେ, ଦୁର୍ବଳ ଲାଗୁଥିଲେ। ମା ତ ନାହିଁ ଯେ ଚା ତିଆରି କରି ନେଇ ଆସିବ। ଏବେ ଘରେ କେବଳ 2 ଜଣ, ପାପିଆ ଆଉ ନରେନ୍ଦ୍ର ଶୁକ୍ଳା। ମାତ୍ର 2 ଜଣ ଲୋକ। ଜେଜେ ଜେଜେମା କେବେଠୁ ଚାଲିଗଲେଣି। ଚା। ବାପାଙ୍କ ମୁହଁର ଭାବରେ କିଛି ବି ପରିବର୍ତ୍ତନ ହେଲା ନାହିଁ। ଯେତେବେଳେ ସେ ଚା ଯାଚିଲା, ଆଖିର ଇସାରାରେ କହିଲେ, ଷ୍ଟୁଲ ଉପରେ ରଖ। ପାପିଆ ଚା ବିସ୍କୁଟ ରଖିଦେଇ ରାନ୍ଧିବା ପାଇଁ ରୋଷେଇ ଘରକୁ ଗଲା। କ'ଣ ବା ରାନ୍ଧିବ? ବାପାଙ୍କ ପେଟ ଏତେ ଦରଜ। ଭାବିଲା ମୁଗ ଡାଲି ଦେଇ ପତଳା ଖେଚୁଡ଼ି କରିଦେଲେ ଠିକ୍ ରହିବ। ଆପଣ ଭିତରକୁ ଯାଇ ଟିକେ ଶୋଇବେ? ଚେୟାରରୁ ଉଠିବାକୁ ନରେନ୍ଦ୍ର ଶୁକ୍ଳାଙ୍କୁ କଷ୍ଟ ହେଉଥିଲା। ପାପିଆ ଦୌଡ଼ି ଯାଇ ତାଙ୍କ କାନ୍ଧ ଧରି ଉଠେଇଲା ଓ ଭିତର ରୁମ୍କୁ ନେଇଗଲା। ପାପିଆ ଏଥର ରୋଷେଇ ଘରକୁ ଯାଇ ଷ୍ଟୋଭରେ କଡ଼େଇ ବସେଇଲା। ଅଳ୍ପ ଟିକେ ଘିଅ, ଲବଙ୍ଗ 2ଟା, ଜିରା ଆଉ ହେଙ୍ଗୁ ଦେଇ ଖେଚୁଡ଼ିରେ ଛୁଙ୍କ ଦେଲା। ଛୁଙ୍କର ବାସ୍ନା ଘର ସାରା ଖେଳିଗଲା। ଉପର ଥାକରୁ ଲେମ୍ବୁ ଆଚାର ଡବା ଆଣିଲା। ମାଉସୀ ଯେବେ ବି ଆସନ୍ତି ଆଚାର ନିଶ୍ଚୟ ଆଣନ୍ତି। ମା ଚାଲିଗଲା ପରେ ସମସ୍ତଙ୍କ ଯିବା ଆସିବା ବନ୍ଦ ହୋଇଗଲା। ଏବେ ମାଉସୀଙ୍କର ବି ବୟସ ହୋଇଗଲାଣି। ତା ସାଙ୍ଗକୁ ଆଣ୍ଠୁଗଣ୍ଠି ବାତରେ ସେ କଷ୍ଟ ପାଉଛନ୍ତି। ମାତ୍ର ଯେବେ ବି ଆସନ୍ତି ଠିକ୍ ମାଙ୍କ ପରି ପାପିଆର ମୁଣ୍ଡ ଆଉଁସି ଦିଅନ୍ତି ଆଉ କହନ୍ତି, ତୁ ସୁନା ଝିଅଟା, ଭାଇଙ୍କର ଦେଖାଶୁଣା କରୁଥିବୁ। ସକାଳ ହେଲା କ୍ଷଣି ପାପିଆ ତା ବାପାଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିଗଲା। ବାପାଙ୍କର ପରୀକ୍ଷା ନିରୀକ୍ଷା ଆରମ୍ଭ ହେଲା। ଚିକିତ୍ସା ଆଗରୁ ଏତେ ଗୁଡ଼ାଏ ଟେଷ୍ଟ କରିବାକୁ ପଡ଼େ ଯେ ରୋଗୀଟି ଆରମ୍ଭରୁ ହତାଶ ହୋଇପଡ଼େ। ରିପୋର୍ଟରେ କ'ଣ ଆସିବ ଚିନ୍ତା କରି ରୋଗୀ ଆଉ ତା ପରିବାର ଲୋକଙ୍କ ଛାତି ଧଡ଼ପଡ଼ ହୁଏ। ଟେଷ୍ଟ ପାଇଁ ବାପାଙ୍କୁ ଭିତରକୁ ନିଆଯାଇଥିଲା। ପାପିଆ ବାହାରେ ବସି ଅପେକ୍ଷା କରୁଥିଲା। ଶୂନ୍ୟକୁ ଚାହିଁ କ'ଣ ଭାବୁ ଭାବୁ ଦିନକର କଥା ପାପିଆର ମନେ ପଡ଼ିଗଲା। ସେଦିନ ଜେଜେମା ଚିତ୍ରା ଦିଦି ପାଇଁ ନୂଆ ଜାମା ତିଆରି କରେଇଥିଲେ। ସେ ଜେଜେମାଙ୍କ ପାଖକୁ ଯାଇ ରଟ ଲଗେଇଲା, ଜେଜେମା, ମୋ ପାଇଁ ବି ଏମିତି ଫ୍ରକ୍ଟିଏ ଆଣିଦିଅ, ନାଲି କଳା ଝାଲରବାଲା, ଯେମିତି ଚିତ୍ରା ଦିଦି ପାଇଁ ଆଣିଛ। ତୋ ପାଇଁ ପୁଣି ନୂଆ ଫ୍ରକ୍? ଏତେ ଗୁଡ଼ାଏ ଫ୍ରକ୍ ଅଛି, ଯାଉନୁ ସେଥିରୁ ବାଛି ଗୋଟେ ପିନ୍ଧିଦେବୁ। ପୁଣି ଚିତ୍ରାର ଫ୍ରକ୍ ସାନ ହୋଇଗଲେ ତୁ ତ ପିନ୍ଧିବୁ ନା, ଆଉ ଅଳ୍ପ ଦିନ ଅପେକ୍ଷା କର, ଜେଜେମା କହିଥିଲା। ପାପିଆ ଜିଦ୍ ଧରିଥିଲା, ଯେମିତି ହେଲେ ଏଥର ସେ ନୂଆ ଜାମା ପିନ୍ଧିବ। ସାରା ଦିନ କାନ୍ଦିଥିଲା। ରାତିରେ ବାପା ଯେତେବେଳେ ଅଫିସରୁ ଫେରିଲେ, ସେ ଯାଇ ତା ଛୋଟ ଛୋଟ ହାତରେ ତାଙ୍କ ଗୋଡ଼କୁ କୁଣ୍ଢେଇ ଅଳି କରିଥିଲା, ବାପା, ମୋର ନୂଆ ଫ୍ରକ୍ ଦରକାର, ଠିକ୍ ଚିତ୍ରା ଦିଦି ପରି ଗୋଟେ ନୂଆ ଫ୍ରକ୍ ମୋତେ ଆଣିଦିଅ। ସେ ତାକୁ କିଛି କହିଲେନି ସିନା, ପାପିଆର ମାଆଙ୍କୁ ଡାକ ପକେଇ କହିଲେ, ଏ ମୁଣ୍ଡ ବଥାକୁ ଏଠୁ ନେଇଯାଉନ କାହିଁକି? ମୁଁ ଅଫିସରୁ ହାଲିଆ ହେଇ ଆସିଲି, ଆଉ ଏ ପିଲାଟା କାନ୍ଦି କାଟି ଆସି ମୋ ମୁଣ୍ଡ ଖରାପ କରୁଛି। ତାର ମନେ ଅଛି, ମା ତାକୁ ଭିତର ଘରକୁ ନେଇ ଖୁବ୍ ଗାଳି ଦେଇଥିଲେ। 3-4 ଚାପୁଡ଼ା ଦେଇ କହିଲେ, ଅମଙ୍ଗଳି କେଉଁଠିକାର, ସମସ୍ତଙ୍କୁ କଷ୍ଟ ଦେଲା ପରି କାମ ତୁ କାହିଁକି କରୁ? ମୋ ଭାଗ୍ୟକୁ ତୁ କେଉଁଠୁ ଆସି ଜୁଟିଲୁ କେଜାଣି। ମୁଁ ସେଦିନ ଜାଣିପାରିନଥିଲି ଯେ ମୁଁ କ'ଣ ଏମିତି ଭୁଲ କରିଥିଲି ଯାହା ପାଇଁ ମା ମୋତେ ଏତେ ମାରିଲେ ଆଉ ଗାଳି ଦେଲେ। ଏ ଘୃଣା ଓ ହତାଦରର ଏକ କାରଣ ଥିଲା। ଦିନେ ରାତ୍ରିରେ ନରେନ୍ଦ୍ର ଶୁକ୍ଳା ଆଉ ମା ଗୋଟିଏ ବାହାଘରରେ ଯୋଗ ଦେବା ପାଇଁ ଘରୁ ସ୍କୁଟରରେ ଯାଇଥିଲେ। ବାହାଘର ଅବସରରେ ଦୁହେଁ ଖୁବ୍ ଭଲ ଡ୍ୟାନ୍ସ କଲେ। ସ୍ତ୍ରୀଙ୍କ ପତଳା ଅଣ୍ଟାରେ ହାତ ଗୁଡ଼େଇ ନରେନ୍ଦ୍ର ତାଙ୍କ ଆଖିରେ ଆଖି ମିଳେଇ ନାଚୁଥାନ୍ତି। ନାଚୁ ନାଚୁ ସ୍ତ୍ରୀଙ୍କ ମଥାରେ କେବେ ନିଜ ମଥା ଛୁଆଇଁ ଦେଉଥାନ୍ତି ତ କେତେବେଳେ ନିଜ ଗାଲ ଘଷି ଦେଉଥାନ୍ତି। 2 ଜଣଙ୍କର ସୁନ୍ଦର ଯୋଡ଼ି। ସେଠାରେ ଥିବା ମହିଳାମାନଙ୍କର ଈର୍ଷାର କାରଣ ହେଇଥିଲା। ଦେଖ, ନରେନ୍ଦ୍ର ଶୁକ୍ଳା ତାଙ୍କ ସ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି, ଆଉ ମୋ ସ୍ୱାମୀ ଥରେ ବି ମୋତେ ଆଡ଼ ନଜରରେ ଦେଖନ୍ତି ନାହିଁ। କେମିତି ସେ 2 ଜଣଙ୍କର ଏକ ମନ ଦେଖ। ବାହାଘରର 7 ବର୍ଷ ହୋଇଗଲାଣି। ଭଗବାନ ତାଙ୍କୁ ପିଲାଟିଏ ହେଲେ ଦେଲେ କେତେ ଭଲ ହୁଅନ୍ତା।
ଦି ଜଣଙ୍କ ଯୋଡ଼ି ତ ଆଦର୍ଶ ଯୋଡ଼ି ଭାବେ ଜଣାଶୁଣା। ସତେ ଯେମିତି ଈଶ୍ୱର ସେ ଦି ଜଣଙ୍କୁ ପରସ୍ପର ପାଇଁ ଗଢ଼ିଥିଲେ। ସେମାନେ ମନ୍ତବ୍ୟ ଦେଉଥିଲେ। ଦି ଜଣ ଭୋଜି ଖାଇସାରି ସ୍କୁଟରରେ ବସି ଘରକୁ ଫେରିଲେ। ରାତି ସେତେବେଳକୁ ପାଖାପାଖି 12ଟା। ଏ ଗଳି ରାସ୍ତାରେ କାହିଁକି ଆସିଲ? ନରେନ୍ଦ୍ର, ଏ ରାସ୍ତା ପୁରା ସୁନସାନ୍। ଆରେ ରାତି 12ଟା ବାଜିଲାଣି। କେତେବେଳେ ଯାଏ ମା ଅପେକ୍ଷା କରିବ? ତାକୁ ଡର ଲାଗୁଥିବ। ଚାଲ, ଏଇ ସର୍ଟକଟ୍ ରାସ୍ତାରେ ଶୀଘ୍ର ଘରେ ପହଞ୍ଚିଯିବା। ନା ନା, କ'ଣ ଏମିତି ବେଶୀ ବିଳମ୍ବ ହେବ ଯେ? ଏ ଗଳିଟା ଅନ୍ଧାରୁଆ। କିନ୍ତୁ ନରେନ୍ଦ୍ର ନିଜର ସ୍ତ୍ରୀ କଥାକୁ କାନ ନ ଦେଇ ସଂକୀର୍ଣ୍ଣ ଗଳି ଆଡ଼କୁ ସ୍କୁଟର ମୁହାଁଇଲେ। ଘରେ ଶୀଘ୍ର ପହଞ୍ଚିବାକୁ ପଡ଼ିବ। ଅଳ୍ପ କିଛି ବାଟ ଆଗେଇଛନ୍ତି, 4-5 ଜଣ ଲୋକ ତାଙ୍କୁ ଘେରିଗଲେ। ଧକ୍କା ମାରି ନରେନ୍ଦ୍ରକୁ ସ୍କୁଟରରୁ ତଳେ ପକାଇଦେଲେ। ଜଣେ ମା ଉପରକୁ ଟର୍ଚ୍ଚ ଲାଇଟ୍ ପକାଇଲା, ଆଉ ଜଣେ ନରେନ୍ଦ୍ରଙ୍କୁ ଜୋରରେ ମାଡ଼ି ବସିଲା। ମୋ ପାଖରେ କିଛି ନାହିଁ, ଅଳ୍ପ କିଛି ଟଙ୍କା ଅଛି, ନେଇଯାଅ। ପୁଣି ନରେନ୍ଦ୍ର ତାଙ୍କ ସ୍ତ୍ରୀଙ୍କୁ କହିଲେ, ତମେ ଯେଉଁ ଗହଣା ପିନ୍ଧିଛ ଓହ୍ଲେଇ ଦେଇଦିଅ। ମା ତାଙ୍କର ସବୁ ଗହଣା ଖୋଲି ତଳକୁ ଫିଙ୍ଗିଦେଲେ। ଏତିକିବେଳେ ତାଙ୍କ ଭିତରୁ ଜଣେ କହିଲା, ଆରେ ଏସବୁ ତ ନକଲି, ଗୋଟାଏ ବି ଅସଲି ଗହଣା ନୁହେଁ। ମାର ତାକୁ, ମିଛ କହୁଛି। ମା କାନ୍ଦି କାନ୍ଦି ମିନତି କରୁଥାଏ, ତାଙ୍କୁ ଛାଡ଼ିଦିଅ, ତାଙ୍କୁ ଛାଡ଼ିଦିଅ। କିନ୍ତୁ ମା କଥାକୁ କାନ ଦେଲା ବାଲା ସେଠି ଜଣେ ବି ନଥିଲେ। ସମସ୍ତଙ୍କ ମୁଣ୍ଡରେ ଜଙ୍ଗଲୀ ଶୈତାନ ଚଢ଼ିଥିଲା। ତୃତୀୟ ଲୋକ କହିଲା, ଆରେ ଗହଣା ନଥିଲେ କ'ଣ ହେଲା? ଇଏ ତ ନିଜେ ଗୋଟେ ବଢ଼ିଆ ମାଲ। ତା ରୂପ କେମିତି ଦେଖ, ଇଏ କ'ଣ କେଉଁ ସୁନାଠୁ କମ୍? ଏତିକି କହି ସେ ଲୋକ ନରେନ୍ଦ୍ର ଶୁକ୍ଲାଙ୍କ ପେଟକୁ ଜୋରରେ ଗୋଟାଏ ଘୁଷା ମାରିଲା ଏବଂ ପୁରା ଦମରେ ତାଙ୍କ ଉପରେ ବିଧା ଗୋଇଠା ଅଜାଡ଼ି ପକାଇଲା। ନରେନ୍ଦ୍ର ଚେତା ହରେଇ ତଳେ ପଡ଼ିଗଲେ। ମା ଖୁବ୍ ଜୋରରେ ଚିଲଉଥାଏ, ମୋତେ ଛାଡ଼ିଦିଅ, ମୋତେ ଛାଡ଼ିଦିଅ। ହେଲେ ସେ ଲୋକମାନଙ୍କ କାନକୁ କିଛି ଶୁଭୁ ନଥାଏ। ଜଣ ଜଣ କରି 4 ଜଣ ଯାକ ମାଙ୍କୁ ଖିନଭିନ କରିବାକୁ ଲାଗିଲେ। ଜଣେ ଉଠିଲେ, ପୁଣି ଦ୍ୱିତୀୟ, ପୁଣି ତୃତୀୟ। ମା ଛଟପଟ ହେଉଥିଲା, ବିକଳ ହୋଇ ଚିତ୍କାର କରୁଥିଲା, କିନ୍ତୁ କେହି ଶୁଣିବାକୁ ନଥିଲେ। ରାତି 3ଟା ପର୍ଯ୍ୟନ୍ତ ଏମିତି ତାଣ୍ଡବ ଲୀଳା ଲାଗି ରହିଲା। ଭୋର ହେଇଯିବାରୁ ସେମାନେ ଡରି ଦୌଡ଼ି ପଳେଇଲେ। କୌଣସି ପ୍ରକାର ସେଠୁ ଉଠି ନରେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଘରକୁ ଆସିଲେ। ଦୁଆର ମୁହଁରେ ଜେଜେମା ଠିଆ ହୋଇଥିଲା। ନାନା ପ୍ରକାର ଆଶଙ୍କାରେ ବ୍ୟସ୍ତ ବିବ୍ରତ ଜେଜେମାଙ୍କ ପାଟିରୁ ବାହାରିଗଲା, କ'ଣ ହେଲା? ଜେଜେମାଙ୍କ ଅନୁଭବୀ ଦୃଷ୍ଟି ସବୁ କିଛି ବୁଝିଗଲା। ମା କେଉଁ ଅବସ୍ଥା ଭୋଗି ଫେରିଛି ସେ କଥା ସେ ଜାଣିଗଲା। 2 ଜଣଙ୍କୁ ଭିତର ଘରକୁ ନେଇ ବସେଇଲା, ଚା କରି ପିଏଇଲା। ତା ପରଠୁ ଘରେ ଶ୍ମଶାନର ନୀରବତା ଛାଇଗଲା। ଏ ଘଟଣା ପୋଲିସକୁ କେହି ଜଣାଇଲେ ନାହିଁ। ସେଥିରେ ପରିବାରର ବଦନାମ ହେଇଥାନ୍ତା। ନରେନ୍ଦ୍ରଙ୍କ ନାଁ ଖବରକାଗଜରେ ବାହାରିଥାନ୍ତା। ମା ଆଉ ନରେନ୍ଦ୍ର ଶୁକ୍ଲାଙ୍କ ଭିତରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା। ଧୀରେ ଧୀରେ ସମୟ ଗଡ଼ି ଚାଲିଲା। ଘଟଣା ଘଟିବାର କିଛି ମାସ ପରର କଥା। ମା କହିଲା, ମୁଁ ଟିକେ ଡାକ୍ତରଙ୍କ ପାଖକୁ ଯିବି। କାହିଁକି? ଏମିତି ଖାଲି ଡାକ୍ତରଙ୍କୁ ଦେଖେଇବି। ଦେଖେଇବା କ'ଣ ଦରକାର? ଜ୍ୱର ତ ନାହିଁ। ନା, ଲେଡି ଡାକ୍ତରଙ୍କୁ ଦେଖେଇବାର ଅଛି। ଜେଜେମାଙ୍କ ମୁହଁରେ ହସ ଫୁଟିଲା। 7 ବର୍ଷ ହେଲାଣି ଯେଉଁ ଖୁସି ଖବର ଟିକକ ପାଇଁ ସେ ଅପେକ୍ଷା କରୁଥିଲେ, ଲାଗୁଛି ଆଜି ସେଇ ଖୁସି ଆଜି ତାଙ୍କ ଦୁଆର ମୁହଁରେ ହାଜର। ମାତ୍ର ପରକ୍ଷଣରେ ତାଙ୍କ ମୁହଁର ସେ ଚମକ କୁଆଡ଼େ କେଜାଣି ଉଭେଇଗଲା। ଘରେ ସମସ୍ତେ ଚୁପଚାପ। ଇଏ ସେଇ କାଳରାତିର ପରିଣାମ ନୁହେଁ ତ? ଯେତେବେଳେ ମା'ର ଶ୍ରାଦ୍ଧକର୍ମ ପାଇଁ ପୁଷ୍ପା ମାଉସୀ ଆସିଥିଲେ, ସେତିକିବେଳେ ସେ ଏସବୁ ପାପିଆକୁ କହିଥିଲେ। ଏବେ ଅଗତ୍ୟା ନରେନ୍ଦ୍ର ପତ୍ନୀକୁ ନେଇ ଡାକ୍ତରଙ୍କ ପାଖକୁ ଗଲେ। ଚେକଅପ୍ ପରେ ଡାକ୍ତର କହିଲେ ତାଙ୍କର ଅଲ୍ଟ୍ରାସାଉଣ୍ଡ ହେବା ଜରୁରୀ। କାହିଁକି? ଅଲ୍ଟ୍ରାସାଉଣ୍ଡ କରିବା କ'ଣ ଦରକାର? ଆପଣ ବୁଝିପାରୁନାହାନ୍ତି ମିଷ୍ଟର ଶୁକ୍ଲା। ଆପଣଙ୍କ ପାଇଁ ଖୁସି ଖବର, ଯେଉଁ ଖବର ପାଇଁ ଆପଣ ଏତେ ଦିନ ଧରି ଅପେକ୍ଷା କରିଥିଲେ। ଉଷାଜୀ ଆପଣଙ୍କ ଘରକୁ ଖେଳନାଟିଏ ଆଣିବେ। ହୋ ହୋ ହସି ଡାକ୍ତର କହିଲେ, ମିଠା ତ ଖୋଇବାକୁ ପଡ଼ିବ। ମୁଁ ଏତେ ଦିନ ଆପଣମାନଙ୍କୁ ଦେଖୁଛି, ଚିକିତ୍ସା କରୁଛି। ଡାକ୍ତର ଉଷାଙ୍କୁ ଅଲ୍ଟ୍ରାସାଉଣ୍ଡ ପାଇଁ ପଠାଇଦେଲେ। ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଆସିବା ପରେ ସ୍ପଷ୍ଟ ଜଣାପଡ଼ିଲା ଯେ ଉଷାଙ୍କ ପେଟରେ 4 ମାସର ଶିଶୁ ବଢ଼ୁଛି। ନରେନ୍ଦ୍ର ଶୁକ୍ଲା ବାହାରକୁ ଚାଲିଗଲେ। ମା ଡାକ୍ତରଙ୍କ ପାଦତଳେ ପଡ଼ି ମିନତି କରୁଥିଲା, ମୋର ଏ ପିଲା ଦରକାର ନାହିଁ, ଦୟାକରି ଆବର୍ଷଣ କରିଦିଅନ୍ତୁ। ଆପଣ ଏ କ'ଣ କହୁଛନ୍ତି ଉଷାଜୀ? ଯେଉଁ ଖୁସି ଖବର ପାଇଁ ଆପଣ ଏତେ ଦିନ ଅପେକ୍ଷା କରି ରହିଥିଲେ, ଆଜି ସେଇ ଆଶା ପୂରଣ ହେବା ବେଳକୁ କହୁଛନ୍ତି କ'ଣ ନା ଆବର୍ଷଣ କରିଦିଅନ୍ତୁ? ଇଏ କି ପିଲାଳିଆମି?
କି ବୋକାମି କରୁଛନ୍ତି ଆପଣ ମୁଁ ବୁଝିପାରୁନି। ମୁଁ ଗର୍ଭ ଭିତରୁ ଦେଖିପାରୁଥିଲି ମା'ର କାତର କ୍ରନ୍ଦନ। କିଛି ବି ଭୁଲି ନାହିଁ ମୁଁ। ନରେନ୍ଦ୍ର ଶୁକ୍ଲାଙ୍କୁ ଡାକି ଡାକ୍ତର ପଚାରିଲେ, ଉଷାଜୀ ଏମିତି କଥା କ'ଣ କହୁଛନ୍ତି? କ'ଣ ନା ଆବର୍ଷଣ କରିଦିଅନ୍ତୁ? ସେ ଠିକ୍ କଥା କହୁଛନ୍ତି ଡାକ୍ତର, କରିଦିଅନ୍ତୁ। ଏ ପିଲା ଆମର ଦରକାର ନାହିଁ। ଡାକ୍ତର ଆଶ୍ଚର୍ଯ୍ୟଚକିତ ହୋଇଗଲେ। ପିଲାଟିଏ ପାଇଁ ଆଜି ପର୍ଯ୍ୟନ୍ତ ସେମାନେ ଚିକିତ୍ସା କରାଉଥିଲେ। ଆଜି ଯେତେବେଳେ ସେଇ ଆଶାଟି ପୂର୍ଣ୍ଣ ହେବାକୁ ଯାଉଛି, 2 ଜଣ ଯାକ ତାକୁ ପୃଥିବୀକୁ ଆଣିବାକୁ ଚାହୁଁନାହାନ୍ତି। ଡାକ୍ତର କିଛି ବୁଝିପାରୁନଥିଲେ। ସେ କହିଲେ, ଆଜି ରାତିରେ ଆପଣ 2 ଜଣ ବିଚାର ବିମର୍ଶ କରି କାଲି ଆସି ମୋତେ ଜଣେଇବେ। ତା ପରଦିନ ସକାଳେ ମା'ଙ୍କୁ ନେଇ ନରେନ୍ଦ୍ର ଶୁକ୍ଲା ଡାକ୍ତରଙ୍କ ପାଖରେ ପହଞ୍ଚିଲେ। ଡାକ୍ତର ପଚାରିଲେ, କ'ଣ ଚିନ୍ତା କଲେ ଆପଣ? ଚିନ୍ତା କରିବାର କ'ଣ ଅଛି? ଏ ପିଲା ଆମର ଦରକାର ନାହିଁ, 2 ଜଣ ଏକା ସାଙ୍ଗରେ କହିଲେ। ଡାକ୍ତର କହିଲେ, ଠିକ୍ ଅଛି, କିନ୍ତୁ ଆପଣ 2 ଜଣ ବିଚାରବନ୍ତ, ଏତେ ପାଠ ପଢ଼ିଛନ୍ତି। 4 ମାସ ପୁରିଗଲା ପରେ ଆବର୍ଷଣ କରିବା କ'ଣ ଉଚିତ ହେବ? ମୁଁ କରିପାରିବି ନାହିଁ। ଉଷାଜୀଙ୍କ ଆବର୍ଷଣ କରିବା ଅର୍ଥ ତାଙ୍କ ଜୀବନ ସହ ଖେଳିବା। ଆଉ ତାପରେ ମୁଁ ଅବାଞ୍ଛିତ ସନ୍ତାନ ଭାବେ ପୃଥିବୀକୁ ଆସିଲି। ଆଗରୁ ଯେଉଁ ଜେଜେମା ସାଙ୍ଗରେ ମା ସଂସାର ଯାକର ଗପ ଗପୁଥିଲେ, ଯେଉଁ ଜେଜେମା ତା ମୁଣ୍ଡ ଆଉଁସି ଖୁଆଇ ଦେଉଥିଲେ, ପାଖରେ ବସି ତାର ଦୁଃଖ କଷ୍ଟ ଦୂର କରିବାକୁ ଚେଷ୍ଟା କରୁଥିଲେ, ସେଇ ମୋ ଆସିବା ଖବର ପାଇ ମା ସହ କଥାବାର୍ତ୍ତା ବନ୍ଦ କରିଦେଲେ। ବାପା କିଛି କୁହନ୍ତି ନାହିଁ। ମା'କୁ ଏମିତି ଚାହାନ୍ତି ଯେମିତି ମା ଖୁବ୍ ବଡ଼ ଏକ ଅପରାଧ କରିଛି। ମା ଚୁପଚାପ ଲୁହ ଗଡ଼ାଏ। ନିଜ ପେଟକୁ ଜୋରରେ ଘୁଷି ପରେ ଘୁଷି ମାରେ। କେବେ ଚିଲ୍ଲାଏ, ଏ ପିଲା ମୋର ଦରକାର ନାହିଁ, କୌଣସି ପରିସ୍ଥିତିରେ ବି ନୁହେଁ। ଶେଷରେ ସେହିଦିନ ଆସିଲା ଯେଉଁଦିନ ମୁଁ ମା ପେଟରୁ ମୁକ୍ତି ପାଇ ବାହାରକୁ ଆସିଲି। ମା ପେଟରେ ମୋତେ ଅଧିକାଂଶ ଦିନ ଉପାସ ରହିବାକୁ ପଡ଼ୁଥିଲା। ପ୍ରତିଦିନ ଅନେକ ଘୁଷି ଖାଇବାକୁ ପଡ଼ୁଥିଲା। ସେଥିରୁ ଛୁଟି ମିଳିଗଲା। ମୋର ମନେ ଅଛି, ଯେଉଁଦିନ ମୋତେ ଡାକ୍ତରଖାନାରୁ ଘରକୁ ଅଣାଗଲା, କେହି ଜଣେ ବି ମୋତେ କୋଳକୁ ନେଲେ ନାହିଁ, ବରଂ ସମସ୍ତେ ମୁହଁ ବୁଲେଇ ଚାଲିଗଲେ। ମା ମୋତେ ନେଇ ଭିତର ଘରକୁ ଚାଲିଗଲା। କୁହାଯାଏ, ପିଲାର ଜନ୍ମର 6 ଦିନରେ ଯେତେବେଳେ ଷଠି ପୂଜା ହୁଏ, ଈଶ୍ୱର ସେତେବେଳେ ପିଲାର ଭାଗ୍ୟ ଲେଖନ୍ତି। ମାତ୍ର ମୋର ଷଠି ପୂଜା ହେଲା ନାହିଁ। ପୂଜା କଥା ଦୂରେ ଥାଉ, ମା'କୁ ପେଟ ପୂରା 2ଟା ଖାଇବାକୁ ବି କେହି ଦେଲେ ନାହିଁ। ସମସ୍ତ ଅନାଦର ସତ୍ତ୍ୱେ ମୁଁ ଧୀରେ ଧୀରେ ବଡ଼ ହେଲି। ବୁଝିଗଲି ମୋତେ କେହି ଭଲ ପାଆନ୍ତି ନାହିଁ। ମା ଛଡ଼ା ମୋତେ କେହି ଟିକେ କୋଳକୁ ନିଅନ୍ତି ନାହିଁ। ତଥାପି ମୁଁ ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରେ। ବିଶେଷ କରି ବାପାଙ୍କୁ ଖୁସି କରିବାର କୌଣସି ସୁଯୋଗ ମୁଁ ହାତଛଡ଼ା କରେନି। କିନ୍ତୁ ତାଙ୍କ କୋଳକୁ ଉଠିବାକୁ ଚେଷ୍ଟା କଲେ ତାଙ୍କଠୁ ଗାଳି ଖାଇବାକୁ ପଡ଼େ। ଧୀରେ ଧୀରେ ବାପା ଓ ମାଙ୍କ ଭିତରେ ଦୂରତା ବେଶ୍ ବଢ଼ି ଚାଲିଲା। ଜେଜେମା ଦୁନିଆ ଛାଡ଼ି ଚାଲିଗଲାଣି। ଏବେ ଘରେ କେବଳ ମୁଁ, ମା ଓ ନରେନ୍ଦ୍ର ଶୁକ୍ଲା। ଘରେ ମୁଁ ତାଙ୍କୁ କେବେ ବାପା ତ କେବେ ନରେନ୍ଦ୍ର ଶୁକ୍ଲା ନାଁରେ ଡାକେ। ଯଦି କେବେ ଘରେ ପୂଜା ପର୍ବ ଆଦି କାମ ହେଉଥିଲା ବା କେହି ବାହାର କୁଣିଆ ଘରକୁ ଆସୁଥିଲେ, ତାହେଲେ ବାପା ସମ୍ବୋଧନ ପାଟିରୁ ବାହାରି ଯାଉଥିଲା। ତା ନହେଲେ ସବୁବେଳେ ତାଙ୍କୁ ନରେନ୍ଦ୍ର ଶୁକ୍ଲା ହିଁ ଡାକେ। ୟା ଭିତରେ ମା'ର ଦେହ ଖରାପ ହେଲା, ଜ୍ୱର କାଶ ଲାଗି ରହିଲା। ଯେତେବେଳେ ଦେହ ବେଶୀ ଖରାପ ହେଲା, ନରେନ୍ଦ୍ର ଶୁକ୍ଲା ତାଙ୍କୁ ଡାକ୍ତରଖାନାକୁ ନେଲେ। ସେତେବେଳେ ଜଣାପଡ଼ିଲା ତା ଫୁସ୍ଫୁସ୍ରେ ଅତ୍ୟଧିକ ସଂକ୍ରମଣ ହେଇଗଲାଣି। ତା ପାଇଁ ଔଷଧ ଆଣି ରଖାଗଲା। ମା କିନ୍ତୁ କେବେ ବି ଔଷଧ ଖାଉନଥିଲା। ନରେନ୍ଦ୍ର ଶୁକ୍ଲା ବି ଦିନେ କହୁନଥିଲେ, ଉଷା ଔଷଧ ଖାଇଦିଅ। ଔଷଧ ଗୁଡ଼ାକ ଟେବୁଲ ଉପରେ ଜମା ହୋଇ ରହିଲା। ଆଉ ମା ଦିନ ରାତି କାଶି କାଶି ରୋଗରେ ସଢ଼ି ଦୁନିଆ ଛାଡ଼ି ଚାଲିଗଲା। ଏବେ ଭାବିଲି, ମୁଁ ମା ଆଉ ଜେଜେମାଙ୍କ ଭଳି ହୋଇପାରିଲେ ନରେନ୍ଦ୍ର ଶୁକ୍ଲାଙ୍କ ଗେହ୍ଲା ଝିଅ ହୋଇଯିବି। ଡାକ୍ତରଖାନାରେ ନରେନ୍ଦ୍ର ଶୁକ୍ଲାଙ୍କ ଚିକିତ୍ସା ପାଇଁ ମୁଁ ମୋର ସବୁ ବଳ ଖଟେଇ ଦେଲି। ପରଦିନ ରିପୋର୍ଟ ଆସିଲେ ଜଣାପଡ଼ିବ ତାଙ୍କର ଗୋଟାଏ କିଡ଼ନୀ ଖରାପ ହୋଇଛି କି 2ଟା ଯାକ ନଷ୍ଟ ହୋଇଯାଇଛି। ଘରକୁ ଫେରି ବାପାଙ୍କୁ ଶୁଆଇ ଦେଲି। ହଠାତ୍ ମନେ ପଡ଼ିଲା, ସାଙ୍ଗ ନମ୍ରତାର ଦାଦା ଜଣେ ପ୍ରସିଦ୍ଧ ନେଫ୍ରୋଲୋଜିଷ୍ଟ। ମୁଁ ନମ୍ରତାକୁ ଫୋନ୍ ଲଗେଇଲି। ହ୍ୟାଲୋ ନମ୍ରତା, କେମିତି ଅଛୁ? ମୁଁ ଭଲ ଅଛି, ଆଉ ତୁ? ଆରେ ମୁଁ ବଡ଼ ଅସୁବିଧାରେ ପଡ଼ିଛି। ଏଠି ଆପୋଲୋ ହସ୍ପିଟାଲରେ କହିଲେଣି ବାପାଙ୍କର କିଡ଼ନୀ ଖରାପ। ତୁ ଜାଣୁ, ମୋର ଆଉ କେହି ନାହାନ୍ତି, କାହା ସାଙ୍ଗେ ପରାମର୍ଶ କରିବି। ତୁ ଗୋଟେ କାମ କର, ତୋ ଦାଦାଙ୍କୁ ଟିକେ ଦେଖେଇବାର ବନ୍ଦୋବସ୍ତ କର। ତୋତେ ହାତ ଯୋଡ଼ୁଛି, ଏତିକି ଦୟା କର। ପାଗଳ ହେଲୁଣି ନା କ'ଣ? ଏମିତି କ'ଣ କଥାବାର୍ତ୍ତା କରୁଛୁ?
ତୋର ବାପା ମୋର କ'ଣ କିଛି ହୁଅନ୍ତି ନାହିଁ? ମୁଁ ଦାଦାଙ୍କ ସଙ୍ଗେ କଥାବାର୍ତ୍ତା କରି ତୋତେ ଜଣାଉଛି। ପ୍ରତିଟି କ୍ଷଣ ପାପିଆର ବଡ଼ ଦୁଶ୍ଚିନ୍ତାରେ କଟୁଥିଲା। ପ୍ରାୟ 2 ଘଣ୍ଟା ପରେ ନମ୍ରତାର ଫୋନ୍ ଆସିଲା। ନମ୍ରତା, ଦାଦା କ'ଣ କହିଲେ? ପାପିଆ ଶୁଣ, ତୁ ଗୋଟେ କାମ କର, କାଲି ଦିନ 11ଟାରେ ଦାଦାଙ୍କ କ୍ଲିନିକକୁ ଚାଲିଯା। ସେ କହିବେ କ'ଣ କରିବାକୁ ପଡ଼ିବ। ଥ୍ୟାଙ୍କ ୟୁ ନମ୍ରତା। ଡାକ୍ତର ଗୌତମ ସେଠ, ନେଫ୍ରୋଲୋଜିଷ୍ଟ, ବିଖ୍ୟାତ ଡାକ୍ତର, ଯାହାଙ୍କ ପାଖରୁ ଆପଏଣ୍ଟମେଣ୍ଟଟିଏ ପାଇବା ପାଇଁ ମାସ ମାସ ବିତିଯାଏ, ନମ୍ରତା ଯୋଗୁଁ ଏତେ ସହଜରେ ସେ କାମ ହୋଇପାରିଲା। ତାପର ଦିନ ଅଧଘଣ୍ଟା ଆଗରୁ ପାପିଆ ଗୌତମ ସେଠଙ୍କ କ୍ଲିନିକରେ ଯାଇ ପହଞ୍ଚିଗଲା। ନିର୍ଦ୍ଧାରିତ ସମୟରେ ତାର ନାଁ ଡକାଗଲା। ସେ ଡାକ୍ତରଙ୍କ ଚାମ୍ବରରେ ଭିତରେ ପଶିଲା। ଖୁବ୍ ସ୍ନେହରେ ଡାକ୍ତର ପଚାରିଲେ, ତମେ ପାପିଆ ଶୁକ୍ଳା ନା? ନମ୍ରତାର ସାଙ୍ଗ? ବସ ବସ, ବ୍ୟସ୍ତ ହୁଅ ନାହିଁ। ମୋ ପାଇଁ ନମ୍ରତା ଯାହା, ତମେ ବି ସେଇଆ। ଅସୁବିଧା କ'ଣ? ସାର୍, 2-3 ମାସ ହେଲା ବାପାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ବେଶୀ ଖରାପ ହେଉଛି। ମୁଁ ତାଙ୍କୁ ଆପୋଲୋରେ ଦେଖେଇଛି। ଏଇ ଦେଖନ୍ତୁ ବାପାଙ୍କର ସବୁ ରିପୋର୍ଟ। ନରେନ୍ଦ୍ର ଶୁକ୍ଳା ଚୁପଚାପ ବସିଥିଲେ। ଡାକ୍ତର ବାବୁ ଚଷମା ନାକ ଉପରକୁ ଟେକି ତାଙ୍କର ସବୁ ରିପୋର୍ଟ ଦେଖିଲେ। କିଛି ସମୟ ଦେଖିଲା ପରେ କହିଲେ, ରିପୋର୍ଟରୁ ଜଣାପଡ଼ୁଛି ତାଙ୍କ ଗୋଟାଏ କିଡ଼ନୀ ଖରାପ ହେଇଯାଇଛି। ଡାୟାଲିସିସ୍ କରିବାକୁ ପଡ଼ିବ। ଗୋଟେ କାମ କର, ଆଉ 2-3ଟା ଟେଷ୍ଟ କରିଦିଅ, ଭଲ ହେବ। ଯଦି ଜଣେ ଡୋନର ଖୋଜି ଠିକ୍ କରି ରଖିପାରିବ, କିଡ଼ନୀ ଭଲ ହେଇଗଲେ ତ ଚିନ୍ତା ନାହିଁ, ନହେଲେ ଆଉ କାହାର କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ କରିଦେବା। ଅପରେସନ୍ ସକ୍ସେସଫୁଲ୍ ହେବ ନା? ଡାକ୍ତର ବାବୁ, ମୁଁ କ'ଣ ମୋ କିଡ଼ନୀ ବାପାଙ୍କୁ ଦେଇପାରିବି? ପାପିଆ ଓ ନରେନ୍ଦ୍ର ଶୁକ୍ଳାଙ୍କ ଶୁଖିଲା କାନ୍ଦୁରା ମୁହଁ ଦେଖି ଡାକ୍ତର କହିଲେ, ଚିନ୍ତା କରିବାର କିଛି ନାହିଁ। ଏ ପ୍ରକାର ଅପରେସନ୍ ଆଜିକାଲି ସାଧାରଣ କଥା ହେଇଗଲାଣି। ଆପଣ ଭାଗ୍ୟବାନ ମିଷ୍ଟର ନରେନ୍ଦ୍ର ଶୁକ୍ଳା। ଆପଣଙ୍କୁ ଏମିତି କେୟାରିଂ ଝିଅ ମିଳିଛି। ତମ କିଡ଼ନୀ ଯଦି ମ୍ୟାଚ୍ ହେଇଯିବ, ତାହେଲେ ୟାଠୁ ବଡ଼ କଥା ଆଉ କ'ଣ ଅଛି? କିନ୍ତୁ ତମର ବି କିଛି ଟେଷ୍ଟ କରାଯିବ। ନରେନ୍ଦ୍ର ଶୁକ୍ଳା ପ୍ରଥମ ଥର ପାଇଁ ମୁହଁ ଉଠେଇ ପାପିଆକୁ ଚାହିଁଲେ। ଏବେ ପାପିଆର ସବୁ ପରୀକ୍ଷା ଆରମ୍ଭ କରାଗଲା। ତାପର ଦିନ ରିପୋର୍ଟ ଆଣିବାକୁ ପାପିଆ ହସ୍ପିଟାଲ ଗଲା। କାଉଣ୍ଟରରୁ ରିପୋର୍ଟ ନେଇ ପାପିଆ ମନଧ୍ୟାନ ଦେଇ ସବୁ ଦେଖିଲା। ୟା ପୂର୍ବରୁ ତା ନିଜ ମନ ଭିତରେ ସେ ତାର ଓ ନରେନ୍ଦ୍ର ଶୁକ୍ଳାଙ୍କର DNA ଟେଷ୍ଟ ସେ କରିସାରିଥିଲା। ଏବେ ତା ହାତରେ ଥିବା ରିପୋର୍ଟମାନଙ୍କ ସବା ଉପରେ ଅଛି DNA ରିପୋର୍ଟ। DNA ମ୍ୟାଚ୍ ହେଇଥିଲା। ସେ ନରେନ୍ଦ୍ର ଶୁକ୍ଳାଙ୍କର ହିଁ ଝିଅ। ଦୌଡ଼ି ସେ ପାଥୋଲୋଜି ଡିପାର୍ଟମେଣ୍ଟକୁ ଯାଇ କହିଲା, ଆପଣ ଠିକ୍ ଟେଷ୍ଟ କରିଥିଲେ ତ? କିଛି ଭୁଲ ହେଇନି ତ? ଇଏ ମୋର ରିପୋର୍ଟ ହେଇନଥିବ। ମୁଁ ନରେନ୍ଦ୍ର ଶୁକ୍ଳାଙ୍କ ଝିଅ ହୋଇ ନପାରେ। ଲ୍ୟାବ୍ ଇନଚାର୍ଜଙ୍କ ପାଦତଳେ ଲୋଟି ପାପିଆ ଏମିତି ମିନତି କରିଚାଲିଥିଲା, ଠିକ୍ ଯେମିତି ତା ମା ସେଦିନ ରାତିରେ ବିକଳରେ ଡାକ୍ତରଙ୍କୁ ହାତ ଯୋଡ଼ି ଅନୁରୋଧ କରୁଥିଲା, ମୋର ଆବର୍ଷଣ କରିଦିଅନ୍ତୁ ଡାକ୍ତର, ଏ ପିଲା ମୋର ଦରକାର ନାହିଁ। ମୁଁ ସେଇ ଗୋଟିଏ ରାତିର ଏମିତି ଏକ ଭୁଲ ଥିଲି, ଯାହା ନା ମୋ ମା କରିଥିଲେ ନା ମୁଁ। କିନ୍ତୁ ସେଇ ଦୁଷ୍କର୍ମର ଶୂଳୀରେ ଚଢ଼ି ଆମେ ମା ଝିଅ 2 ଜଣ ସାରା ଜୀବନ ପରିଣାମ ଭୋଗିଲୁ। ମୋ ନାଁ ପାପିଆ ରଖାଯାଇଥିଲା, ବୋଧେ ପାପର ଫଳ ବୋଲି। ଗୋଟେ ସମ୍ଭ୍ରାନ୍ତ ପରିବାରର କେହି ଏକଥା ବୁଝିପାରିଲେନି ଯେ ବଳାତ୍କାରରେ ମାଙ୍କର କିଛି ଦୋଷ ନଥିଲା। ଜୀବନ ସାରା ମୋତେ ଓ ମାଙ୍କୁ କିନ୍ତୁ ଏମିତି ଏକ ପାପର ଯାତନା ଭୋଗ କରିବାକୁ ପଡ଼ିଲା, ଯେଉଁ ପାପ ଆମେ କେବେ ହିଁ କରିନଥିଲୁ। ପାପିଆ ଏ ରିପୋର୍ଟକୁ କେମିତି ବିଶ୍ୱାସ କରିବ ଯେ ସେ ପ୍ରକୃତରେ ନରେନ୍ଦ୍ର ଶୁକ୍ଳାଙ୍କର ଝିଅ? ତାର ହାତ ପାଦ ଥରୁଥିଲା। ଦେହର ରକ୍ତ ଜମାଟ ବାନ୍ଧି ଯାଉଥିଲା। ମଥାରୁ ଝାଳ ନିଗିଡ଼ି ପଡ଼ୁଥିଲା। ପାପିଆ କାନ୍ଦିବାକୁ ଚାହୁଁଥିଲା, କିନ୍ତୁ କାନ୍ଦି ବି ପାରୁନଥିଲା। ଏମିତି ଲାଗୁଥିଲା ଯେମିତି ସେଦିନ ରାତିରେ ତ ମାଙ୍କ ସାଙ୍ଗେ ବଳାତ୍କାର ହୋଇନଥିଲା, ସେଇଟା ଆଜି ତା ଭାବନା ସହିତ ଏଇଠି ହେଉଥିଲା। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଜଣେ ବିଶିଷ୍ଟ ଅନୁବାଦିକା ଶ୍ରୀମତୀ ସଂଯୁକ୍ତା ନାୟକଙ୍କ ଦ୍ୱାରା ଅନୁଦିତ କାହାଣୀଟିଏ। ମୂଳ ହିନ୍ଦୀ ରୁବି ଭୂଷଣ ଏବଂ କାହାଣୀର ଶୀର୍ଷକ ଥିଲା, ମୁଁ ନରେନ୍ଦ୍ର ଶୁକ୍ଳାଙ୍କ ଝିଅ ନୁହେଁ। ଅନୁଦିତ ଏହି ଗଳ୍ପଟି
ଆପଣମାନଙ୍କୁ କିଭଳି ଲାଗିଲା ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।